ମାୟା କହିବେ, ନୀଲମକୁ ସଞ୍ଜୀବ ରୁମକୁ କାହିଁକି ପଠେଇଥିଲୁ? ତାପରେ ପଲ୍ଲବୀ କହିବେ, ମାମା ମୁଁ ତାଙ୍କୁ ସେଠିକି ପଠେଇ ନଥିଲି। ନୀଲମ ଦି ମୋତେ ନିଜେ କହିଲେ ସଞ୍ଜୀବଙ୍କ ପାଇଁ ଚା ଆଉ ସ୍ନାକ୍ସ ନେଇ ଯିବାକୁ। ଓଲଟି ମୁଁ ତାଙ୍କୁ ମନା କରୁଥିଲି। ପୁଣି କହିବେ, ଦେଖନ୍ତୁ ଆପଣ ଯଦି ମୋ କଥାକୁ ମିଛ ଭାବୁଛନ୍ତି ତାହେଲେ ନୀଲମ ଦିକୁ ଏଠିକି ଡାକି ପଚାରନ୍ତୁ। ତାପରେ ରୁବି କହିବେ, ହଁ ପୋଲିସ ବାଲି ନା ତୁ, ସାକ୍ଷୀ ପ୍ରମାଣ ଡାକି ଏଠି କୋଠା ରୁମ୍ ଠିଆ କରେଇ ଦେ। ଆଉ ପାରୁଛୁ ଯଦି ଗୋଟେ ଆମ ଉପରେ କେସ୍ ବି ଦେଇଦେ। ଆଉ କହିବେ, ଛାଡ଼ ମାୟା, ମୁଁ ତ ଏଠୁ କୁଆଡ଼େ ବି ଯିବିନି। କିନ୍ତୁ ମୁଁ ଏବେ ନୀଲମକୁ ଏଠି ରହିବାକୁ ବି ଦେବିନି। ଜଣା ନାହିଁ ତା ଉପରେ ଆଗକୁ ଇଏ କି ଘଟିଆ ଆରୋପ ବି ଲଗେଇଦେବ। ଏହାପରେ ପଲ୍ଲବୀ ରାଗିକି କହିବେ, ବାସ୍ ରୁବି ମାଉସୀ, ମୁଁ ଏସବୁ କାହିଁକି କରିବି? ତାର କାରଣ ଟିକେ କହିବେ। ଏହାପରେ ପୁଣି ରୁବି କହିବେ, ସବୁଠୁ ବଡ଼ କାରଣ ହେଲା ଆମେ ମା ଝିଅ ଦି ଜଣ ଯାକ ତୋରି ତଣ୍ଟିରେ କଣ୍ଟା ହେଇ ଲାଗିଛୁ। କାହିଁକି ନା ଆମେ ମାୟାକୁ ସପୋର୍ଟ କରୁଛୁ। ତେଣୁ ମାୟା ତୋର ଶତ୍ରୁ। ମାନେ ଇନଡାଇରେକ୍ଟଲି ମୁଁ ଆଉ ନୀଲମ ଆମେ ଦି ଜଣ ଯାକ ଶତ୍ରୁ। ଆମ ବଲରେ ମାୟା ଷ୍ଟ୍ରଙ୍ଗ ହଉଛି। ସେଇଥିପାଇଁ ତୁ ଆମକୁ କେବେ ବି ସହି ପାରୁନଥିବୁ। ଆଉ ଏପଟେ ବି ମମତା ଆଉ ବିନୋଦ ଘର ଛାଡ଼ି ଚାଲି ଯାଇଥିଲେ ସବୁ ଦୋଷ ତୁ ଆମ ମୁଣ୍ଡ ଉପରେ ମନେ ମନେ ଲଦି ଦଉଥିବୁ। ଆଉ ବାକି ରହିଲେ ଆନନ୍ଦ ଆଉ ଆଦର୍ଶ। ଏଇ ଦୁଇ ଜଣ ଯାକକୁ ତ ତୁ କବ୍ଜା କରିକି ରଖିଦେଇଛୁ। ଏବେ ପୁରା ଘରଟାକୁ ବି କବ୍ଜା କରିବାକୁ ଚାହୁଁଛୁ ତୁ। କିନ୍ତୁ ଯେହେତୁ ମାୟାକୁ ମୁଁ ଆଉ ନୀଲମ ସପୋର୍ଟ କରୁଛୁ ତେଣୁ ତୋ ଉଦ୍ଦେଶ୍ୟ ଆଉ ପୁରା ହେଇ ପାରୁନି। ଆଉ ସେଇଥିପାଇଁ ଜାଣିଶୁଣି ତୋ ସାଇଡକୁ ଭାରି କରିବା ପାଇଁ ତୁ ବିନୋଦ ଆଉ ଗୌରବକୁ ଏ ଘରକୁ ପୁଣି ଥରେ ଫେରେଇ ଆଣିଲୁ। ଆଉ ଏବେ ପୁଣି ସଞ୍ଜୀବକୁ ଆଣି ଏ ଘରେ ରଖିଲୁଣି। ଏହାପରେ ଆଦର୍ଶ କହିବେ, ରୁବି ମାଉସୀ, ସଞ୍ଜୀବ କେବଳ ଗୋଟେ ରାତି ପାଇଁ ଏଠିକି ଆସିଥିଲେ। ତାଙ୍କ ଇଞ୍ଜୁରି ଭଲ ହେଇଗଲା ପରେ ସିଏ ଏ ଘରୁ ଚାଲିଯିବେ। ଏହାପରେ ପୁଣି ରୁବି କହିବେ, ହଁ କିନ୍ତୁ ସେତିକି ଦିନ ପର୍ଯ୍ୟନ୍ତ ତ ସିଏ ଏ ଘରେ ରହିବ ନା। ଆଉ ଯେତେ ଦିନ ପର୍ଯ୍ୟନ୍ତ ସଞ୍ଜୀବ ଏ ଘରେ ଅଛି ମୋତେ ନୀଲମ ପାଇଁ ଡର ଲାଗୁଛି। ପୁଣି ମାୟା ପାଖକୁ ଆସି କହିବେ, ଦେଖ ମାୟା, ସେ ସଞ୍ଜୀବ ହେଉଛି IPS ପୋଲିସର ବଡ଼ ଅଫିସର। ସିଏ ଯଦି ଏଠି ନୀଲମର କିଛି କ୍ଷତି କରିଦିଏ ତାହେଲେ କ'ଣ କରିପାରିବା ଆମେ ତାର? ଏହାପରେ ପଲ୍ଲବୀ ରାଗିକି କହିବେ, ବାସ୍ ରୁବି ମାଉସୀ, ମୁହଁ ସମ୍ଭାଳିକି କଥାବାର୍ତ୍ତା କରନ୍ତୁ। ଆପଣ କ'ଣ କହୁଛନ୍ତି ଆପଣ ସେ କଥା ବୁଝିପାରୁଛନ୍ତି ତ? ଆପଣଙ୍କୁ ଟିକେ ଖରାପ ଲାଗୁନି? ଆପଣ ଜଣେ ନିରୀହ ନିର୍ଦ୍ଦୋଷ ଲୋକ ଉପରେ ଏତେ ବଡ଼ ଘଟିଆ ଆରୋପ ଲଗାଉଛନ୍ତି। ଏହାପରେ ମାୟା କହିବେ, ମୁଁ କିନ୍ତୁ ଗୋଟେ କଥା ବୁଝିପାରୁନି ପଲ୍ଲବୀ, ସଞ୍ଜୀବକୁ କହିଲେ ତୋ ଦେହରେ ନିଆଁ କାହିଁକି ଲାଗୁଛି? ତାପରେ ଆନନ୍ଦ କହିବେ, ମାୟା, ଗୋଟେ ସାମାନ୍ୟ କଥାକୁ ତମେ କୋଉଠି ଆଣି କୋଉଠି ପହଞ୍ଚେଇଲଣି? ତମେ ଚିନ୍ତା କରି ପାରୁଛ ତ? ତାପରେ ମାୟା ରୁବି ଦେଇଥିବା ପଲ୍ଲବୀ ଆଉ ସଞ୍ଜୀବଙ୍କ ଭିଡ଼ିଓ କଥା ଭାବିବେ। ଆଉ କହିବେ, ଏଇଟା ସାମାନ୍ୟ କଥା ନୁହେଁ ଆନନ୍ଦ। ଏହାପରେ ବିନୋଦ କହିବେ, ଭାଉଜ, ଏସବୁ ଡିସ୍କସନ୍ ଏବେ ଏଇଠି ବନ୍ଦ ହେବା ଦରକାର। ତାପରେ ମାୟା କହିବେ, ନାଇଁ ବିନୋଦ, ଆଜି ପଲ୍ଲବୀକୁ ୟାର ଉତ୍ତର ଦେବାକୁ ପଡ଼ିବ। କହ ପଲ୍ଲବୀ, ସଞ୍ଜୀବକୁ କିଛି କହିଲେ ତୋ ଦେହରେ କାହିଁକି ଯାଉନି? ଏହାପରେ ଆଦର୍ଶ କହିବେ, ମା, ତମେ ଏ ଟପିକକୁ ଗୋଟେ ଅଲଗା ଦିଗକୁ ନେବା ପାଇଁ ଚେଷ୍ଟା କରୁଛ। ତାପରେ ମାୟା କହିବେ, ତୁ ଚୁପ୍ ରହ ଆଦର୍ଶ। ମୁଁ ଆଜି ପଲ୍ଲବୀ ମୁହଁରୁ ଏ ପ୍ରଶ୍ନର ସିଧା ଉତ୍ତର ଶୁଣିବାକୁ ଚାହେଁ। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ମାୟା କହିବେ, କହ ପଲ୍ଲବୀ, ମୋ କଥାର ଉତ୍ତର ଦେ। ସଞ୍ଜୀବ ତୋ ପାଇଁ ଏମିତି କିଏ କି ଯୋଉଥିପାଇଁ ତାକୁ କହିଲେ ତତେ କଷ୍ଟ ଲାଗୁଛି? ତାପରେ ସଞ୍ଜୀବ ଆସି କହିବେ, ଏବେ ବୁଝିଲ ତ ପଲ୍ଲବୀ, ଏଇଥିପାଇଁ ମୁଁ ଏଠିକି ଆସିବା ପାଇଁ ମନା କରୁଥିଲି। ପୁଣି ଆଦର୍ଶ ପାଖକୁ ଆସି କହିବେ, ଆଦର୍ଶ, ଗୋଟେ ରାତି ମୋତେ ଏ ଘରେ ଆଶ୍ରୟ ଦେଇଥିବାରୁ ଧନ୍ୟବାଦ। ଜଣାନାହିଁ ମୁଁ ଏ ଋଣ ଶୁଝି ପାରିବି କି ନାହିଁ। ମୁଁ ଏବେ ଆସୁଛି। ଏହାପରେ ଆଦର୍ଶ କହିବେ, ସଞ୍ଜୀବ ପ୍ଲିଜ୍, ତମେ ମାଙ୍କ କଥାକୁ ଧରନି। ଏହାପରେ ପଲ୍ଲବୀ କହିବେ, ହଁ ସଞ୍ଜୀବ, ମାମା ବହୁତ ଭଲ। ବୋଧେ ସେ କିଛି ଭୁଲ ବୁଝିଛନ୍ତି, ସେଇଥିପାଇଁ ସେମିତି। ତାପରେ ସଞ୍ଜୀବ କହିବେ, ପଲ୍ଲବୀ, ଇଟ୍ସ ଓକେ, ମୁଁ ଆଣ୍ଟିଙ୍କ କଥାକୁ ଧରୁନି। କିନ୍ତୁ ମୋତେ ତ ଏଠୁ ଯେତେବେଳେ ବି ଯିବାକୁ ପଡ଼ିବ ନା, ତାହେଲେ ଏବେ ନୁହେଁ କାହିଁକି? ଆସୁଛି ଅଙ୍କଲ, କହି ସେଠାରୁ ଚାଲିଯିବେ। ତ ଦର୍ଶକ ବନ୍ଧୁ, ଆଦର୍ଶ କ'ଣ ଏବେ ପଲ୍ଲବୀ ଉପରେ ରାଗିବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।